ଯେତେ କାକୁତି ବିନତି ହେଲେ ବି ସୁଦ୍ଧା ପଶୁବିର ଆମର ପଥ ଛାଡୁନାହାନ୍ତି। ପିତା ଆପଣ ଏ କଣ କରୁଛନ୍ତି ପିତା? ରାଜା ହୋଇ ସାମାନ୍ୟ ଗୋଟିଏ ପାଗଳଟାର ପାଦ ତଳେ ପଡୁଛନ୍ତି। ପଶୁବୀରଙ୍କୁ ଚିହ୍ନି ପଶୁବୀର ସାମାନ୍ୟ ନୁହନ୍ତି। ପିତା ଆପଣ ଅପେକ୍ଷା କରନ୍ତୁ ପିତା, ମୁଁ ପ୍ରଶ୍ନ ସହିତ ବାକ୍ୟାଳାପ କରୁଛି। ତୁମେ ପଶୁବୀରଙ୍କ ସହିତ ବାକ୍ୟାଳାପ କରିବ? ହଁ ପିତା। ପିଲାମାନେ ଯେତେବେଳେ ଚାହୁଁଛନ୍ତି ତାଙ୍କ ସହିତ କଥା ହେବା ପାଇଁ ତମେ ଟିକେ ଧୈର୍ଯ୍ୟ ଧର ବାବା। ବାବା ଲକ୍ଷ୍ମଣ ଦୀପଦ କଥା ହୁଅ। ପ୍ରସ୍ତୁତର ପ୍ରସ୍ତୁତର ଛାଡ଼ି ଦିଅ ପଥ, ସୈନ୍ୟ ସମେତ ନେଇ ଆମେ ଯିବୁ ଅଯୋଧ୍ୟା ଭୁବନ। କିଏ ତୁ ବାଳକ? ମୁଁ ହେଉଛି ରାମାନୁଜ, ନାମ ମୋର ଲକ୍ଷ୍ମଣ। ନାମ ତୋର ଲକ୍ଷ୍ମଣ? ହଁ ପ୍ରସ୍ତୁତର। ଏ ବାଳକ ପ୍ରସ୍ତୁତ। ଦେଇକି ପାରିବୁ ତୋର ପିତାର ପରିଚୟ ବାଳକ? ମୋ ପିତା ହେଉଛନ୍ତି ରାଜା ଦଶରଥ। ପ୍ରସ୍ତୁତର ଦୟାକରି ଛାଡ଼ି ଦିଅ ପଥ, ସୈନ୍ୟ ସମେତ ନେଇ ଆମେ ଯିବୁ ଅଯୋଧ୍ୟା ଭୁବନ। ପ୍ରସ୍ତୁତର ମୁଁ ଯଦ୍ୟପି ତୁମର ପଥ ନ ଛାଡ଼େ ବାଳକ। କଣ କହିଲ? ଆମେ ପଥ ଛାଡ଼ିବ ନାହିଁ? ନା 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 ବାଳକ। ପ୍ରସ୍ତୁତର ରାଜା ମିନତିରେ ବ୍ୟାଘ୍ର ପୁରା କରୁ। ଘେନି রাজা মিনতিরে তু ব্যাঘ্র পরা করু। দেখি বিচক্ষণ লক্ষণ বাসন কাহাকু পুছিবু মতিরে, তু কাহাকু পুছিবু। হে প্রসুদর, তুমি পথ ছাড়িব নাই? না বালক। ইরে পাগলটা কাউ আসিরে আমার সৈন্য মধ্যে সেই হই ভরত নাচই বাজা শুনি যাও বসিরে বাজা শুনি যাও। এ প্রসুদরা, এ বালক তুমি পাগল না? রাজা বাজিলে পাগল মানে যেপরি নৃত্য করନ୍ତି তুমি সেইপରି হଉଛ ବାଳକ। হে ପ୍ରସୁଦର। କଣ କହିଲ ବାଳକ? ତୁମେ ବୋଧେ ପାଗଳ ଆଖ୍ୟା ଦେଉଛ ବାଳକ? ହଁ ପ୍ରସୁଦର। ଏହାର ପରିଣାମ ବଡ଼ ଭୟଙ୍କର ହେବ। ପ୍ରସୁଦର ଏ ସର୍ପକୁ ମାଇଲେ ଟେକାରେ ସେ ଯେମତେ ହୁଅଇ। ଗର୍ଜେ ଫାଇ ଫାଇ ସେ ମାତି ହୋଇ ଭୁଲେ কৃপা করি বাঁকা দে সে ভুলে কৃপা করি। হে প্রসুদর, সর্পକୁ ଟେକା ମାଇଲେ ସର୍ପ ଯେପରି ତାର ଫଣାକୁ ଟେକି ଫାଇ ଫାଇ ଉଠେ, ତୁମେ ସେଇପରି ହେଉଛ। ବାଳକ ପ୍ରସୁଦର ତୋର ବାକ୍ୟ କାହିଁକି ଆକାଶ ସ୍ପର୍ଶ କରୁଛି ବାଳକ? ପ୍ରସୁଦର ଏ ବାଳକ ଏ ପ୍ରସୁଦର କଣ କହିଲୁ ବାଳକ? ତୋର ପିତା କିଏ ବାଳକ? ମୋ ପିତା ହେଉଛନ୍ତି ତୁମ ସାମ୍ନାରେ ଥିବା ରାଜା ଦଶରଥ। ଦଶରଥ ଲୁଚିରେ ଏ ନାରୀ ମଧ୍ୟ ଥିଲା ପଶି। କେଉଁ ଦଶରଥ ଲୁଚି ଯେ ନାରୀ ମଧ୍ୟ ଥିଲା ତାହାରି ତନୟା ତୁ ହିଁ କି କହ। ତୋର କେତେ ବୀରପଣ ଅଛି ରେ, ତୋର କେତେ
ଦେବୀର ଶିଶୁ ତୁ ରାଜା ଦଶରଥର ପୁତ୍ର ହଁ ପ୍ରଶ୍ନୋତ୍ତର ଆଉ ତାହାରି ପୁତ୍ର ହୋଇ ତୋର ଏତେ ବଡ଼ିମା ପୁଣି ପରଶୁରାମ ସମ୍ମୁଖରେ ଠିଆ ହୋଇ ବାକ୍ୟ ଆଳାପ କରୁଛୁ। ପିତାଶ ଧାର୍ମିକ ବଡରେ ସେ ନାରୀ ମଧ୍ୟ କଲେ ଗଡ଼ ପିତାଶ ଧାର୍ମିକ ବଡରେ ସେ ନାରୀ ମଧ୍ୟ କଲେ ରହିଲେ ତ ପିଣ୍ଡ ମୁଣ୍ଡ ଦୁଇ ଖଣ୍ଡ କରିଥାନ୍ତେ ଧର୍ମ ମୁଣ୍ଡ ଯେ ମୋ ପିତା ଧାର୍ମିକ ହୋଇଥିବାରୁ ସେ ନାରୀ ମାନଙ୍କ ମଧ୍ୟରେ ଆତ୍ମଗୋପନ କରିଥିଲେ ପ୍ରାଣ ହୋଇଥିଲେ କାଟିତର ମସ୍ତକ ଫିଙ୍ଗି ଦେଇଥାନ୍ତେ ଅନନ୍ତ ଆକାଶ। ପିତା ତୋର ଧାର୍ମିକ ନୁହ ବାଳକ ପିତା ତୋର ଗୋଟିଏ କାପୁରୁଷ ବାଳକ ଧନୁ ଖୁଣ୍ଡେ ଛାଡ଼ରେ ଭାଙ୍ଗି ଦେଲା ଧନୁ ଖୁଣ୍ଡେ ଛାଡ଼ରେ ଭାଙ୍ଗି ଦେଲା ଆରି ଭାଇ କି ତୁ ହିଁ করবে দেখি তু পারু না হু চোরা চোরে তু পারু না হু চোরে জনক নবরের এক পোকা ধনু ভাঙ্গিবারু তুম পিতা পুত্রর এতে গর্ব যে পরশুরাম সম্মুখরে ঠিয়া হই ওর দম্ভর সহিত বাক্য আলাপ করে কথা ওতে মতাই দে সে ধনু দেখিব কথা তোতে মতাই দে সে ধনু দেখিব রাম আসিবারু তাকু ভাঙ্গিবারু গোলা সে পোকরা হইরে যে গোলা সে পোকরা ତୁମେ ବି ସେ ଧନୁକୁ ଭଗ୍ନ କରିବା ଯାଇଥିଲ ପ୍ରଶ୍ନୋତ୍ତର କିନ୍ତୁ ସେ ସ୍ଥାନ ପଳେଇ ଆସିଲ କାହିଁକି ଆଜି ମୋର ବଡ ଭାଇ ରାମଚନ୍ଦ୍ର ସେ ଧନୁକୁ ଭଗ୍ନ କରିବାରୁ ସେ ପୋକରା ହୋଇଗଲା ନା ବାଳକ ଏ ପ୍ରଶ୍ନୋତ୍ତର ଏ ବାସ୍ତବରେ ବସରାସନ ନଥିଲା ବାଳକ ସେଇଟା ଥିଲା ଏକ ପୋକା ଧନୁ ବାଳକ ଏ ପ୍ରଶ୍ନୋତ୍ତର ସେ ଶଶା ଛୁଆ ସିଂହ ହୋଇଯାଏ ସେ କେହି ଦେଖିଛ କି শশা ছুয়া সিংহ হয়ে যায় সেই দেখিছ কি ব্রাহ্মণ সন্তান ক্ষেত্রীয় প্রধান দেখিলে হসমাড় হইরে সত্যে দেখিলে হসমাড় শশা কেবে সিংহ হেলানি তুমি হেউছ সেই শশা ଆଉ ଶଶା ହୋଇ ସିଂହ ପରି ଗର୍ଜନ କରୁଛ କାହିଁକି ଆଉ ତୁମେ ବ୍ରାହ୍ମଣ ନା କ୍ଷତ୍ରିୟ ତୁମକୁ ଦେଖିଲା ମାତ୍ରକେ ମୋତେ ହାସ୍ୟ ଲାଗୁଛି ହାସ୍ୟ ଏ ପ୍ରଶ୍ନୋତ୍ତର ତୁମକୁ ହାସ୍ୟ ଲାଗୁଛି ନା ତମ ମନ ମଧ୍ୟରେ ଭୟ ଜାତ ହେଉଛି ଏ ପ୍ରଶ୍ନୋତ୍ତର ଯେ ମହିଳା ମାତାକୁ ହାଣିରେ ହୁଅନ୍ତୁ କି ବିରାମ କ୍ଷତ୍ରିୟ ଦାରୁଣ ଧର୍ମର କାରଣ ନ ପାରୁଛୁ ତାହା ଜାଣିରେ ତୁ ନ ପାରୁଛୁ ତାହା ଏ ପ୍ରଶ୍ନୋତ୍ତର ନିଜର ମାତାକୁ ବିନାଶ କରି ବହୁତ ଗର୍ବର ସହ ଆଚଳନ କରୁଛୁ ନା ତୋ ମୁଖ ଲଜ୍ଜା ନାହିଁ ହର ହରେ ଭାଗ ଶିଶୁ ବ୍ରାଝ୍ୟ
অবলে পড়িছু জীবু কাহি সতে হর হরে আগ শিশু ব্যাঘ্র অবলে পড়িছু জীবু কাহি মডি তোর শির ফিঙ্গিবি অমর সতে অবস্থার তোর রক্ষা নাই হর হরে আগ শিশু ব্যাঘ্র হে পশুরা